ଆଣିଲ? ଆଣିଛି ଆଣିଛି। ଦିଅ ଦିଅ ଦିଅ। ଏ ଛତୁ ଇଏ ଛତୁ। କଣ ନେଉଟିଆ ଶାଗକୁ ଧରି କହୁଛ ଛତୁ? ତମେ କେମିତି କୋଶିଳା ଶାଗକୁ ଧରିକିନି କହୁଛ ଇଏ ଛତୁ? ମୁଁ ସେମିତି ନେଉଟିଆ ଶାଗକୁ ଧରି କହୁଛି ଇଏ ଛତୁ। ତମକୁ କହିଥିଲି ବଜାରରୁ ଛତୁ ଆଣିବାକୁ, ତମେ ଛତୁ ନ ଆଣିବା ଶାଗ କଣ ନେଇକିନା ଆଇଛ? ଛତୁ କଥା କୁହନି କୁହନି, ନ କହିଲେ ଭଲ। ଛତୁ କିଲୋ 360 ଟଙ୍କା। ଓ ଛତୁ ଏଇନା ରେଟ୍ ବୋଲିକା ସେଥିପାଇଁ ଆଇଲନି ନୁହଁ? ଆରେ ମୋ କଥା 360 ହେଲେ ତମେ କଥା 250 ଆଣି ପାରିଥାନ୍ତ। 250 କେତେ ଟଙ୍କା ପଇଲାଣି ଜାଣିଛ? 9 ଚଉକେ 36, 90 ଟଙ୍କା। ତେଣୁକରି ନେଉଟିଆ ନେଇ ଆଇଲି 10 ଟଙ୍କାର, କୋଶିଳା ନେଇ ଆଇଲି 20 ଟଙ୍କାର। 90 ଟଙ୍କାକୁ 3 ଭାଗ କଲେ ଯେତିକି, ମୁଁ ଆଣିଛି ସେତିକି। ମୁଁ ତାହେଲେ ଆକୁ ଭାଜିଦେବି, ଆଉ କିଛି ନଗେଇ ଖିଆ କରିବିନି, ଏଇଆକୁ ନଗେଇ ଭାତ ଖାଇବ ଏ ତ ହେଲା। ବଢିଆ ହବ। ବର୍ତ୍ତମାନ ଶାଗ ଖାଇବା, ମୁଗ ଖାଇବା, ବଡି ଖାଇବା, ଆଳୁ ଚକଟା ଖାଇବା, ଆଉ କିଛି ଖାଇହବନି। ପରିବା ଆଉ କଥା କହିବନି ଜମାରୁ। ପରିବା ଛତୁ ଜମା କହିବନି, ବର୍ତ୍ତମାନ ପ୍ରବଳ ରେଟ୍। ତମେ ଏଇନା ଗପୁ ଥାଅ, ମୁଁ ମୋର ଯାଉଛି। 60 ଟଙ୍କା ବାଇଗଣ କିଲୋ ହେଲାଣି। ଆଙ୍କୁ କଣ ଜଣା ପଡୁଛି? ଖାଲି କୁନୁ କୁନୁ ଲାଗୁଛି, ଖାଲି ଗଲ ବଜାରକୁ ଆଣିଲନି। ଘର ଚଳେଇବ କେମିତି ଚିନ୍ତା ଟିକେ କର। ନା ସେ କଥା ନାହିଁ, ଖାଲି ଆଣିବ ଖାଇବୁ ଖାଲି।